ସ୍ୱର। ଅନେକ ଆଶା ଓ ଉଦ୍ଦୀପନାର ଅଞ୍ଚଳ ଏ ସ୍ୱର। କବିବର ରାଧାନାଥ ରାୟଙ୍କର ଜନ୍ମ ଏଇ ମାଟିରେ। ବିଶ୍ୱ ମାନଚିତ୍ରରେ ସ୍ୱରର ଅବସ୍ଥିତି କ୍ଷୁଦ୍ର ବିନ୍ଦୁଟିଏ ହୋଇଥିଲେ ମଧ୍ୟ ଏହାର ସାରସ୍ୱତ ସାଧନା, ଶିକ୍ଷା, ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ରହିଛି ବ୍ୟାପକ ଭୂମିକା। ଏହା ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରୁ 180 କିଲୋମିଟର ଏବଂ ଜିଲ୍ଲା ମୁଖ୍ୟାଳୟ ବାଲେଶ୍ୱର ଠାରୁ 35 କିଲୋମିଟର ଦୂରରେ ଅବସ୍ଥିତ। ବର୍ତ୍ତମାନର ସ୍ୱରର 24ଟି ଗ୍ରାମ ପଞ୍ଚାୟତ ତଥା ସ୍ୱର ମ୍ୟୁନିସିପାଲିଟିକୁ ନେଇ ଗଠିତ। ଐତିହାସିକମାନଙ୍କ ମତରେ ସ୍ୱରର ନାମକରଣ ଉପରେ ରହିଛି ଭିନ୍ନ ଭିନ୍ନ ମତ। କିଛି ଐତିହାସିକମାନଙ୍କ ମତରେ ସୁରଥ ରାଜାଙ୍କ ନାମରେ ସ୍ୱରର ନାମକରଣ କରାଯାଇଛି ତ ଅନ୍ୟ କିଛିଙ୍କ ମତରେ ସୁରେଶନ ରାଜାଙ୍କ ନାମରେ ସ୍ୱରର ନାମକରଣ କରାଯାଇଛି। ତାହା ସହ ଅନେକ ଐତିହାସିକମାନଙ୍କ ମତରେ ହଇରା ନିକଟସ୍ଥ ପାହାଡ଼ ସାରି ପାହାଡ଼ ନାମରେ ସ୍ୱରର ନାମକରଣ କରାଯାଇଛି। ଇତିହାସ ପୃଷ୍ଠାକୁ ଓଲଟାଇଲେ ଆମେ ପାଇଥାଉ ସ୍ୱର ସମ୍ବନ୍ଧୀୟ ବିଭିନ୍ନ ସୂଚନା। ପଞ୍ଚମ ଓ ଷଷ୍ଠ ଶତାବ୍ଦୀରୁ ଗୁପ୍ତ ଏବଂ ବର୍ଦ୍ଧନ ବଂଶ ରାଜତ୍ୱ କାଳରେ ସ୍ୱର ସାରି ପାହାଡ଼ ବିଷୟ ଭାବରେ ଦକ୍ଷିଣ ତୋଷାଳୀ ପ୍ରାନ୍ତ ଅନ୍ତର୍ଗତ ଥିବା ଅଭିଲେଖମାନଙ୍କରୁ ସୂଚନା ମିଳେ। ସେହିପରି ଷଷ୍ଠ ଓ ସପ୍ତମ ଶତାବ୍ଦୀରେ ଉତ୍ତର ତୋଷାଳୀର ରାଜଧାନୀ ଭାବେ ସ୍ୱରକୁ ଐତିହାସିକମାନେ ଚିହ୍ନିତ କରିଥିବା ବେଳେ ସ୍ୱରରୁ ମିଳିଥିବା ତାମ୍ର ମୁଦ୍ରା ଏବଂ ଫଳକଗୁଡ଼ିକ ଏହାର ପ୍ରାମାଣିକ ତଥ୍ୟ ପ୍ରଦାନ କରେ। ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ବାଲେଶ୍ୱର ଜିଲ୍ଲାର ସ୍ୱର ମାଟି ଏକ ସଂଘର୍ଷର ପ୍ରତୀକ ଭାବରେ ଛିଡ଼ା ହୋଇଥିଲା, ଯାହାକି ଭାରତୀୟ ଜାତୀୟ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମମାନଙ୍କରୁ ପ୍ରମାଣ ମିଳେ। ସ୍ୱର ସହରଟି ବାଲେଶ୍ୱର ଓ ଭଦ୍ରକ ସହରର ମଧ୍ୟବର୍ତ୍ତୀ ଅଞ୍ଚଳ ତଥା ଜାତୀୟ ରାଜପଥ 16 ନିକଟରେ ଅବସ୍ଥିତ। ଏହାର ଜଳବାୟୁ ଏକ ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁ ଅଟେ। ଏହାର ଉତ୍ତର ପଶ୍ଚିମ ଅଞ୍ଚଳ ମୁଖ୍ୟତଃ ପାର୍ବତ୍ୟ ଅଞ୍ଚଳ ଅଟେ, ଯାହାକି ଦେବଗିରି ପାହାଡ଼, ସାରି ପାହାଡ଼ ଓ ଜଙ୍ଗଲ ଜମିକୁ ନେଇ ଗଠିତ। ସେହିପରି ପୂର୍ବ ଉପକୂଳ ଅଞ୍ଚଳ ବେଳାଭୂମି ତଥା ମଧ୍ୟବର୍ତ୍ତୀ ଅଞ୍ଚଳ ସମତଳ ଭୂମିକୁ ନେଇ ଗଠିତ।
ସେହିପରି ଦକ୍ଷିଣ ପଶ୍ଚିମରେ ପ୍ରବାହ କରେ କାଂଶବାଂଶ ନଦୀ। ଏଠାକାର ଅର୍ଥନୀତି କହିଲେ ମୁଖ୍ୟତଃ ଚାଷବାସକୁ ବୁଝାଏ। ଚାଷବାସକୁ ଛାଡ଼ିଦେଲେ ଲୋକମାନେ ମୁଖ୍ୟତଃ ପରିବହନ ବ୍ୟବସାୟ, ଖଣି ଖାଦାନ ବ୍ୟବସାୟ ଏବଂ ପଥର ମୂର୍ତ୍ତି କାରୁକାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ଏହା ଛଡ଼ା ଅଧିକାଂଶ ଲୋକ ରାଜ୍ୟ ବାହାରେ ସଂଗଠିତ ତଥା ଅସଂଗଠିତ କ୍ଷେତ୍ରରେ ନିୟୋଜିତ ହୋଇଥାନ୍ତି। ଓଡ଼ିଶାର ରାଜନୀତିରେ ସୋର ନିର୍ବାଚନ ମଣ୍ଡଳୀର ପ୍ରମୁଖ ଭୂମିକା ଅଛି। ପୂର୍ବରୁ ଏହା ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ଆସୁଥିଲା ବେଳେ ବର୍ତ୍ତମାନ ଏହା ଭଦ୍ରକ ସଂସଦୀୟ କ୍ଷେତ୍ରରେ ଆସୁଅଛି, ଯାହାକି 2008 ଠାରୁ ଲାଗୁ ହୋଇଅଛି। ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ 1957 ମସିହାରେ ସୋର ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରିଥିଲେ। ତାହା ସହ ଓଡ଼ିଶା ବିଧାନସଭାର ପ୍ରଥମ ବାଚସ୍ପତି ନନ୍ଦକିଶୋର ଦାସ, ଓଡ଼ିଶା ସରକାରରେ ଥିବା ବିଭିନ୍ନ ମନ୍ତ୍ରୀଗଣ ଯେପରିକି ଯଦୁନାଥ ଦାସ ମହାପାତ୍ର ଏବଂ କାର୍ତ୍ତିକ ମହାପାତ୍ର ଏହି ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରିଛନ୍ତି। ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ସୋର କହିଲେ ପୂର୍ବରେ ବଙ୍ଗୋପସାଗର, ପଶ୍ଚିମରେ ସାରି ପାହାଡ଼ ମଧ୍ୟରେ ଥିବା ଏକ ବିସ୍ତୀର୍ଣ୍ଣ ଅଞ୍ଚଳକୁ ବୁଝାଏ, ଯାହାକି ବର୍ତ୍ତମାନର ସୋର, ବାହାନଗା, ଗୋପାଳପୁର, ଖନ୍ତାପଡ଼ା, ଔପଦା, ହଇରିଆ, ଶିମୁଳିଆ ଓ ବାସଦେବପୁର ଅଞ୍ଚଳକୁ ନେଇ ଗଠିତ। ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ତଥା କଳାରେ ସୋରର ଅବଦାନ
ବହୁତ ଅନେକ, ଯାହାକି ଜାତୀୟ ତଥା ଅନ୍ତର୍ଜାତୀୟ କ୍ଷେତ୍ରରେ ପ୍ରମାଣ ମିଳେ।